ଚାଷ ଆରମ୍ଭରୁ ମୌସୁମୀର ଲୁଚକାଳି ଖେଳ ଫଳରେ ଯାଜପୁର ଜିଲ୍ଲା ନଗଡ଼ାରେ ସୃଷ୍ଟି ହୋଇଛି ଗଜା ମରୁଡ଼ି ପରିସ୍ଥିତି। ଏକଦା ଚାଷ ଉପରେ ନିର୍ଭର କରି ଚଳୁଥିବା ନଗଡ଼ାର ଜୁଆଙ୍ଗ ଆଦିବାସୀ ଏବେ ଚିନ୍ତାରେ। ଜୁନ୍ରେ ପ୍ରଥମ ମୌସୁମୀ ବର୍ଷାକୁ ଦେଖି ଚାଷୀ ଧାନ ବିହନ ତଳି ପକାଇବା ସହିତ ବୁଣାବୁଣି ଆରମ୍ଭ କରିଥିଲେ। ହେଲେ କମ୍ ବର୍ଷା ଓ ଟାଣ ଖରା ଯୋଗୁଁ ଏବେ ଅଧିକାଂଶ ଜମିରେ ଧାନ ତଳି ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି। ଏଥିସହିତ ଚାଷ କାର୍ଯ୍ୟ ମଧ୍ୟ ବିଳମ୍ବ ହୋଇଛି, ଯାହାକି ମୌସୁମୀ ଆରମ୍ଭରୁ ଧୋକା ଦେଇଥିବା କହିଛନ୍ତି ନଗଡ଼ାର ଚାଷୀ। ପାଣିପାଗ ବିଭାଗର ପୂର୍ବାନୁମାନକୁ ନେଇ ଚଳିତ ବର୍ଷ ସ୍ୱାଭାବିକ ବର୍ଷା ହେବାର ଆକଳନ କରାଯାଇଥିଲା। ଫଳରେ ଧାନ ଚାଷୀମାନେ ଚାଷ କାର୍ଯ୍ୟ ଆରମ୍ଭ କରିଦେଇଥିଲେ। ମାତ୍ର ଜୁନ୍ ମାସରେ ଜିଲ୍ଲାରେ ବର୍ଷାର ଅନିୟମିତତା ଚାଷୀମାନଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି। କମ୍ ବୃଷ୍ଟିପାତ ଓ ପ୍ରଚଣ୍ଡ ଖରା ଯୋଗୁଁ ଏବେ ଗଜା ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି। ଦିନେ ଅପପୁଷ୍ଟି ଇଲାକା ଭାବରେ ବିଶ୍ୱ ମାନଚିତ୍ରରେ ସ୍ଥାନ ପାଇଥିଲା ଯାଜପୁର